ନମସ୍କାର ଦର୍ଶକ ବନ୍ଧୁ, ମୁଁ ପ୍ରଦୀପ ଆପଣମାନଙ୍କୁ ସ୍ୱାଗତ କରୁଛି ଆଜିର ଆଉ ଏକ ନୂଆ ଭିଡ଼ିଓରେ। ଦର୍ଶକ ବନ୍ଧୁ, ଯଦି ଆପଣମାନେ ଫୋନ୍‌ପେ ୟୁଜ୍ କରୁଛନ୍ତି ବା ଆପଣମାନଙ୍କର ୟୁପିଆଇ ଆପ୍ ମାଧ୍ୟମରେ ଯଦି ଆମେ ଦେଖିବା, ବର୍ତ୍ତମାନ ଫୋନ୍‌ପେରେ ସମସ୍ତେ ପ୍ରାୟତଃ ଟ୍ରାଞ୍ଜାକ୍ସନ୍ କରୁଛନ୍ତି। ତେଣୁ ଫୋନ୍‌ପେରେ ଯେତେବେଳେ ଆପଣମାନେ ଟ୍ରାଞ୍ଜାକ୍ସନ୍ କରୁଛନ୍ତି, ସେ ସମୟରେ ଆପଣମାନେ ଜାଣିଥିବେ ଟ୍ରାଞ୍ଜାକ୍ସନ୍ କରିବା ସମୟରେ ଆପଣମାନଙ୍କୁ ୟୁପିଆଇ ପିନ୍‌ର ଆବଶ୍ୟକତା ରହିଥାଏ। ତେଣୁ ସେଇ ୟୁପିଆଇ ପିନ୍ ଯେତେବେଳେ ଆପଣମାନେ ଦେଉଛନ୍ତି ବା କୌଣସି କ୍ୟୁଆର୍ କୋଡ଼୍‌କୁ ସ୍କାନ୍ କରୁଛନ୍ତି, ସେ ସମୟରେ ଆପଣମାନଙ୍କର ୟୁପିଆଇ ପିନ୍ ମାଧ୍ୟମରେ ଆପଣମାନଙ୍କର ସବୁକିଛି ଟ୍ରାଞ୍ଜାକ୍ସନ୍ ହେଇପାରିଥାଏ। ତେଣୁ ବର୍ତ୍ତମାନ ଫୋନ୍‌ପେର ସମସ୍ତ ୟୁଜର୍ସମାନଙ୍କ ପାଇଁ ଗୋଟେ ବହୁତ ବଡ଼ ଇମ୍ପୋର୍ଟାଣ୍ଟ ଅପଡେଟ୍ ଆସିଛି ଯେ ଯଦି ଆପଣମାନେ ଫୋନ୍‌ପେ ୟୁଜ୍ କରୁଛନ୍ତି, ବର୍ତ୍ତମାନ ବାୟୋମେଟ୍ରିକ୍ ବେସିସ୍‌ରେ ମଧ୍ୟ ଆପଣମାନଙ୍କର ଯୋଉଟାକି ପେମେଣ୍ଟ ହେଇପାରିବ। ତେଣୁ ବାୟୋମେଟ୍ରିକ୍ ବେସିସ୍‌ରେ ଯେତେବେଳେ ଆପଣମାନେ ପେମେଣ୍ଟ କରିବେ, ସେଥିରେ ଆପଣମାନଙ୍କୁ କ'ଣ ଫାଇଦା ହେବ ନା ଯେଉଁ ଆପଣମାନେ ୟୁପିଆଇ ପିନ୍ ୟୁଜ୍ କରୁଥିଲେ ବା ଯଦି ଆପଣମାନଙ୍କର କୌଣସି ଟ୍ରାଞ୍ଜାକ୍ସନ୍ କରୁଛନ୍ତି, ତା ପାଇଁ ୟୁପିଆଇ ପିନ୍‌ର କୌଣସି ଆବଶ୍ୟକତା ନାହିଁ। ନିଜର ଫିଙ୍ଗର ପ୍ରିଣ୍ଟ ମାଧ୍ୟମରେ ବର୍ତ୍ତମାନ ଯାଇକି ଆପଣମାନେ ପେମେଣ୍ଟ କରିପାରିବେ। ତେଣୁ ଫାଷ୍ଟ ଫେଜ୍‌ରେ ବର୍ତ୍ତମାନ ଆପଣମାନଙ୍କୁ ଗୋଟେ ଲିମିଟ୍ ସେଟ୍ କରାଯାଇଛି। ଏହି ଲିମିଟ୍ ଭିତରେ ଆପଣମାନେ ଯଦି ପେମେଣ୍ଟ କରୁଛନ୍ତି, ତାହେଲେ ଆପଣମାନଙ୍କର ବାୟୋମେଟ୍ରିକ୍ ବେସିସ୍‌ରେ ଯୋଉଟାକି ପେମେଣ୍ଟ ହେଇପାରିବ। ଏବଂ ପରବର୍ତ୍ତୀ ସମୟରେ ଜାଣନ୍ତୁ ଆପଣମାନଙ୍କର ଯେହେତୁ ଯଦି ଆପଣଙ୍କର ୟୁପିଆଇ ପିନ୍ କିଏ ଗୋଟେ ଜାଣିଛନ୍ତି, ତାହେଲେ ବିଭିନ୍ନ ସମୟରେ ଆପଣମାନଙ୍କ ମୋବାଇଲ୍ ନେଇ ସେମାନେ ଯାଇକି ଟ୍ରାଞ୍ଜାକ୍ସନ୍ ମଧ୍ୟ କରେଇ ପାରିବେ। ତେଣୁ ସେହି ସବୁ ଟ୍ରାଞ୍ଜାକ୍ସନ୍‌କୁ ରୋକିବା ପାଇଁ ପ୍ରଥମ ଫେଜ୍‌ରେ ବର୍ତ୍ତମାନ ବାୟୋମେଟ୍ରିକ୍ ୟୁପିଆଇ ଟ୍ରାଞ୍ଜାକ୍ସନ୍ ପାଇଁ ଫୋନ୍‌ପେରେ ଗୋଟେ ବଡ଼ ଅପଡେଟ୍ ଆସିଛି। ତ ସେଇ ୟୁପିଆଇ ବାୟୋମେଟ୍ରିକ୍ କେମିତି ଆପଣମାନେ ସେଟ୍ କରିବେ ଏବଂ ଏଟା ସେଟ୍ କରିବା ଦ୍ୱାରା ଆପଣମାନଙ୍କୁ କ'ଣ ବେନିଫିଟ୍ ମିଳିପାରିବ, ଆସନ୍ତୁ ସେ ବିଷୟରେ ଆଉ କିଛି ଇମ୍ପୋର୍ଟାଣ୍ଟ ଅପଡେଟ୍ ଜାଣିବା। ତେଣୁ ଭିଡ଼ିଓଟି ନିହାତି ଆପଣମାନଙ୍କ ପାଇଁ ଇନଫର୍ମେଟିଭ୍ ରହିବ। ତ ଯଦି ଆପଣମାନେ ଫୋନ୍‌ପେ ୟୁଜ୍ କରୁଛନ୍ତି, ତାହେଲେ ଭିଡ଼ିଓକୁ ଜମାରୁ ସ୍କିପ୍ ନ କରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଦେଖିବେ। ତ ଫୋନ୍‌ପେରେ ବାୟୋମେଟ୍ରିକ୍ ୟୁପିଆଇ ପେମେଣ୍ଟ କରିବା ପାଇଁ ହେଲେ ସର୍ବପ୍ରଥମେ ଆପଣମାନେ ନିଜ ମୋବାଇଲ୍‌ର ଫୋନ୍‌ପେ ଆପ୍ଲିକେସନ୍ ଯାହାକି ଓପନ୍ କରିବେ। ତ ଫୋନ୍‌ପେ ଆପ୍ଲିକେସନ୍ ଓପନ୍ କଲା ପରେ ଦେଖନ୍ତୁ ଏଠି ଯେଉଁ ରହିଛି ଆମର ପ୍ରୋଫାଇଲ୍ ଅପସନ୍, ତ ସେଇ ପ୍ରୋଫାଇଲ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିଦେବେ। ତ ଯେତେବେଳେ ପ୍ରୋଫାଇଲ୍ ଅପସନ୍‌ରେ କ୍ଲିକ୍ କରିବେ, ଏଠି ଆପଣମାନଙ୍କର ସବୁ ପ୍ରୋଫାଇଲ୍‌ର ଡିଟେଲ୍ସ ଆସିବ। ତାପରେ ତଳକୁ ଟିକେ ସ୍କ୍ରୋଲ୍ କଲେ ଦେଖିବେ ଆପଣମାନଙ୍କର ଗୋଟେ ଅପସନ୍ ଆସୁଥିବ ମେନେଜ୍ ପେମେଣ୍ଟସ୍। ତ ସେଇ ମେନେଜ୍ ପେମେଣ୍ଟସ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିବେ। ମେନେଜ୍ ପେମେଣ୍ଟ ଅପସନ୍‌ରେ କ୍ଲିକ୍ କଲା ପରେ ଆଉ ଟିକେ ତଳକୁ ସ୍କ୍ରୋଲ୍ କରିବେ। ତଳକୁ ସ୍କ୍ରୋଲ୍ କଲା ପରେ ଏଠି ଦେଖନ୍ତୁ ଗୋଟେ ନୂଆ ଯାହାକି ଆପଣମାନଙ୍କର ଅପଡେଟ୍ ଆସିଛି, ଯାହାର ନାମ ରହିଛି ବାୟୋମେଟ୍ରିକ୍ ପେ। ତ ଏଇ ବାୟୋମେଟ୍ରିକ୍ ପେ କ'ଣ? ବାୟୋମେଟ୍ରିକ୍ ପେ ଅର୍ଥାତ୍ ଆପଣମାନେ ଯେତେବେଳେ ୟୁପିଆଇରେ ଟ୍ରାଞ୍ଜାକ୍ସନ୍ କରିବେ, ତେଣୁ ବିନା ୟୁପିଆଇ ପିନ୍ ଦେଇ ଆପଣମାନଙ୍କର ଯୋଉଟାକି ଅପ୍ ଟୁ 5,000 ପର୍ଯ୍ୟନ୍ତ ଇନଷ୍ଟାଣ୍ଟଲି ଆପଣମାନଙ୍କର ପେମେଣ୍ଟ ହେଇପାରିବ। କେବଳ ବାୟୋମେଟ୍ରିକ୍ ଆପଣମାନଙ୍କର ଅଥେଣ୍ଟିକେସନ୍‌ରେ। ଏବଂ ଆଗକୁ ମଧ୍ୟ 2 ଷ୍ଟେପ୍ ଭେରିଫିକେସନ୍ ସମସ୍ତ ୟୁପିଆଇ ଆପ୍ ମାଧ୍ୟମରେ ହେବା ପାଇଁ ଯାଉଛି। ତେଣୁ ଏଇଟା ଫାଷ୍ଟ ଫେଜ୍‌ରେ ଆପଣମାନଙ୍କୁ 5,000 ଟଙ୍କା ଲିମିଟ୍ ଦିଆଯାଇଛି। ତେଣୁ 5,000ରୁ କମ୍ ଟଙ୍କା ଯେତେବେଳେ ଆପଣମାନେ ପେମେଣ୍ଟ କରିବେ, ଏହାର ଲାଭ ନେଇପାରିବେ। ତ ୟାକୁ ଆକ୍ଟିଭ୍ କରିବା ପାଇଁ ହେଲେ ଦେଖନ୍ତୁ ଗେଟ୍ ଷ୍ଟାର୍ଟେଡ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିଦେବେ। ତ ଯେତେବେଳେ ଗେଟ୍ ଷ୍ଟାର୍ଟେଡ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରୁଛନ୍ତି, ଦେଖନ୍ତୁ ଆପଣମାନଙ୍କର ଏମିତି ଯୋଉଟାକି ଇଣ୍ଟରଫେସ୍ ଆସିବ, ଯୋଉଥିରେ ତ ଏଠି ଦେଖନ୍ତୁ ଆପଣମାନଙ୍କର କ'ଣ ଦେଖେଇବ ନା ଆପଣମାନଙ୍କର ଯେଉଁ ବ୍ୟାଙ୍କଟି ଲିଙ୍କ୍ ଅଛି, ସେଇ ବ୍ୟାଙ୍କର ଡିଟେଲ୍ସ ଯାଇକି ଶୋ କରିବ। ମନେ ରଖିବେ ଏଠି କେବଳ ନ୍ୟାସନାଲ୍ ବଡ଼ ବଡ଼ ବ୍ୟାଙ୍କର ଡିଟେଲ୍ସ ଆସୁଛି। ଯଦି ଆପଣମାନେ ଏୟାରଟେଲ୍ ପେମେଣ୍ଟ ବ୍ୟାଙ୍କ, ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ଏଇ ସବୁ ବ୍ୟାଙ୍କରେ ଆପଣମାନଙ୍କର ଆକାଉଣ୍ଟ ଅଛି, ସେଠି ଆପଣମାନେ ଏଇଟା କିନ୍ତୁ କରିପାରିବେ ନାହିଁ। ତେଣୁ ଆପଣମାନଙ୍କର ଦେଖନ୍ତୁ ଏଠି ଆକ୍ଟିଭେଟ୍ ଅପସନ୍ ଯୋଉଟାକି ରହିଛି, ତ ସେଇ ଆକ୍ଟିଭେଟ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିଦେବେ। ଯେତେବେଳେ ଆକ୍ଟିଭେଟ୍ ଅପସନ୍‌ରେ କ୍ଲିକ୍ କରୁଛନ୍ତି, ଏଠି ଦେଖନ୍ତୁ ଟର୍ମ ଆଣ୍ଡ କଣ୍ଡିସନ୍ ଦିଆଯାଇଥିଲା ଏବଂ ଆପଣମାନଙ୍କର ଆକ୍ଟିଭ୍ ବାୟୋମେଟ୍ରିକ୍ ପେମେଣ୍ଟ ଯୋଉଟାକି ରହିଛି, ସେଇଟା ଏଗ୍ରି ଆଣ୍ଡ ଆକ୍ଟିଭ୍ ଅପସନ୍‌ରେ ଆପଣମାନେ କ୍ଲିକ୍ କରିଦେବେ। ଯେତେବେଳେ ଏଗ୍ରି ଆଣ୍ଡ ଆକ୍ଟିଭ୍ ଅପସନ୍‌ରେ କ୍ଲିକ୍ କରୁଛନ୍ତି, ଫାଷ୍ଟ ଆପଣମାନଙ୍କର ଯେଉଁ ବ୍ୟାଙ୍କର ପିନ୍‌ଟି ଥିଲା, ତ ସେଇ ବ୍ୟାଙ୍କର ପିନ୍‌ଟି ଆପଣମାନଙ୍କୁ ଏଠି ଯୋଉଟାକି ଦେବା ପାଇଁ ପଡ଼ିବ। ତେଣୁ ଏଠି ଆମେ ବ୍ୟାଙ୍କର ପିନ୍ ଯୋଉଟାକି ଦେଇଦେଲୁ, ବ୍ୟାଙ୍କର ପିନ୍ ଦେଇସାରିଲା ପରେ ନେକ୍ସଟ ଅପସନ୍‌ରେ କ୍ଲିକ୍ କରିଦେବେ। ନେକ୍ସଟ ଅପସନ୍‌ରେ କ୍ଲିକ୍ କଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କର ମୋବାଇଲ୍‌ର ଯେଉଁ ବାୟୋମେଟ୍ରିକ୍‌ଟା ବର୍ତ୍ତମାନ ଓପନ୍ ହେଇଯିବ। ତେଣୁ ଏଠି ଆପଣମାନଙ୍କୁ ବାୟୋମେଟ୍ରିକ୍ ଯୋଉଟାକି ସେଟ୍ କରିବା ପାଇଁ ପଡ଼ିବ। ଦେଖନ୍ତୁ ମୁଁ ମୋର ବର୍ତ୍ତମାନ ବାୟୋମେଟ୍ରିକ୍ ଦେଇଦେଲି। ଫାଇନାଲି ଦେଖନ୍ତୁ ଆମର କ'ଣ ହେଇଗଲା, ଆମର ବାୟୋମେଟ୍ରିକ୍ ଯୋଉଟାକି ଅଥେଣ୍ଟିକେସନ୍ କରିବାର ଥିଲା, ତାହା ବର୍ତ୍ତମାନ ଆକ୍ଟିଭ୍ ହେଇଯାଇଛି। ତେଣୁ ବାୟୋମେଟ୍ରିକ୍ ଆକ୍ଟିଭ୍ ହେଲା ପରେ ଦେଖନ୍ତୁ ଏଠି ଆପଣମାନଙ୍କ ଲିମିଟ୍ ମଧ୍ୟ ଦେଇଦେଇଛି ଯେ 5,000 ଟଙ୍କା ପର୍ଯ୍ୟନ୍ତ ଆପଣମାନେ ବର୍ତ୍ତମାନ କ'ଣ କରିପାରିବେ ନା ନିଜର
ट्रांजैक्शन जोटा कि बायोमेट्रिक बेसिस रे करि पारिबे। ता सहित देखंतु बैलेंस चेक करिया पई मध्ये एठी आपण मानकर देखंतु कोन दोची ना ट्राई चेक बैलेंस। वर्तमान आपण माने चाहिले बैलेंस मध्ये चेक करि पारिबे केमिति ना बायोमेट्रिक बेसिस रे। मु देखंतु आपण मानकु लाइव गुटे देखौची। एठी आपण मानकु जेतेबेले पूर्वरु यूपीआई पिन दउतले एबे यूपीआई पिन बदल रे आमे जदि बायोमेट्रिक देइ दबा देखंतु हमर बैलेंस वर्तमान जोटा कि चेक हे जिवो। तेणु बहुत सुंदर प्रोसेस वर्तमान आसीची जेहेतु एटा आपण मानक पई 5000 टंकार लिमिट दउची किंतु एटा नियाती बेनिफिट हबो। आगकू एई भली नुवा नुवा अपडेट मध्ये आसीबो जोटा कि बायोमेट्रिक एवं टू स्टेप वेरिफिकेशन आपण मानकर या माध्यम रे हेइ परिबो। तेणु बायोमेट्रिक एवं टू स्टेप वेरिफिकेशन पई आपण मानकर सबुठारु इम्पोर्टेंट कथा कोन हला ना निजर बायोमेट्रिक एवं निजर मोबाइल जो फोन पे एप्लिकेशन आपण माने यूज करचंती ସେଥିରେ ଏଇ ସବୁ ଡକ୍ୟୁମେଣ୍ଟ ରେଡି କରିବା ଦରକାର ବା ଆକ୍ଟିଭ କରିବା ଦରକାର। ତେଣୁ ଆଶା କରୁଛି ଭିଡ଼ିଓଟି ଆପଣମାନଙ୍କ ପାଇଁ ନିହାତି ଇନଫର୍ମେଟିଭ ରହିଥିବ। ତ ଯଦି ଆପଣମାନେ ଫୋନ୍ ପେ ୟୁଜ୍ କରୁଛନ୍ତି ଏବଂ ବାୟୋମେଟ୍ରିକ୍ ପେ ବର୍ତ୍ତମାନ ସୁଦ୍ଧା ଆକ୍ଟିଭ କରିନାହାନ୍ତି ତାହେଲେ ଯେଉଁ ପ୍ରୋସେସରେ ମୁଁ ଆପଣମାନଙ୍କୁ କହିଲି ସେଇ ପ୍ରୋସେସ ଫଲୋ କରି ବର୍ତ୍ତମାନ ଆପଣମାନେ ନିଜ ମୋବାଇଲରେ ବାୟୋମେଟ୍ରିକ୍ ପେ ଆକ୍ଟିଭ କରିପାରିବେ।